ଅଲ୍ ପୁରାଣ ଷ୍ଟୋରି ଉପଦେଶ ଭରା କାହାଣୀମାଲା। ଏକାଗ୍ରତା ସଫଳ ଆଣିଥାଏ। ଏକଦା ଗୋଟିଏ ରାଜ୍ୟରେ ଜଣେ ପ୍ରତିପତ୍ତିଶାଳୀ ରାଜା ଥିଲେ। ସେ ସେନାପତିଙ୍କର ଯୁଦ୍ଧ ବିଦ୍ୟାରେ ପାରଦର୍ଶିତା ନେଇ ତାଙ୍କ ମନରେ ବହୁତ ଗର୍ବ ଥିଲା। ରାଜା ସର୍ବଦା ଗର୍ବର ସହିତ ନିଶ ମୋଡ଼ି କହୁଥିଲେ ଯେ ପୃଥିବୀର କୌଣସି ଯୋଦ୍ଧା ତାଙ୍କ ସେନାପତିଙ୍କ ସହିତ ସମକକ୍ଷ ହୋଇପାରିବେ ନାହିଁ। ସେନାପତି ମଧ୍ୟ ଯୁଦ୍ଧ ବିଦ୍ୟାରେ ପାରଙ୍ଗମ ଥିଲେ। ତୀର ପ୍ରେରଣ କରି ଲକ୍ଷ୍ୟ ଭେଦ କରିବାର ଅସାଧାରଣ ଦକ୍ଷତା ତାଙ୍କର ଥିଲା। ସେହି ରାଜାଙ୍କ ରାଜ୍ୟକୁ ଯେଉଁ ଦେଶ ବିଦେଶର ଅତିଥିମାନେ ଆସୁଥିଲେ, ସେମାନଙ୍କ ଆଗରେ ରାଜା ନିଜ ସେନାପତିଙ୍କ ଭୂୟସୀ ପ୍ରଶଂସା କରିବା ସହିତ ତାଙ୍କର ଗୁଣଗାନ କରୁଥିଲେ। ଅତିଥିମାନଙ୍କୁ ସ୍ୱଚକ୍ଷୁରେ ସେନାପତିଙ୍କ ଲକ୍ଷ୍ୟ ଭେଦ ଦେଖିବା ସକାଶେ ରାଜା ସେନାପତିଙ୍କ ହାତରେ ଧନୁ ଓ ତୀର ଧରାଇ ଦେଇ କୌଣସି ଏକ ସ୍ଥାନକୁ ଲକ୍ଷ୍ୟଭେଦ କରିବାକୁ କହୁଥିଲେ। ସେନାପତି ମଧ୍ୟ ଅଚିରେ ସୂକ୍ଷ୍ମରୁ ସୂକ୍ଷ୍ମତର ଲକ୍ଷ୍ୟଭେଦ କରିପାରୁଥିଲେ। ଅତିଥିମାନେ ଏହା ଦେଖି ହତଚକିତ ହୋଇ ଯାଉଥିଲେ ଏବଂ ସେମାନେ ରାଜା ଓ ସେନାପତିଙ୍କୁ ପ୍ରଶଂସାରେ ପୋତି ପକାଉଥିଲେ। ଥରେ ସେହି ରାଜ୍ୟକୁ ଆସିଥିଲେ ଜଣେ ପ୍ରସିଦ୍ଧ ଯୋଦ୍ଧା। ରାଜାଙ୍କର ନାମ ପୂର୍ବରୁ ଶୁଣିଥିଲେ, ତେଣୁ ସେ ଯୋଦ୍ଧାଙ୍କର ସ୍ନେହ ଆଦର ଯତ୍ନର ସହିତ କରିବାକୁ ଲାଗିଲେ। ଅତିଥି ଚର୍ଚ୍ଚା ସରିବା ପରେ ଯୋଦ୍ଧା ଜଣକ ବିଶ୍ରାମ ନେବା ସମୟରେ ରାଜା ତାଙ୍କ ଆଗରେ ନିଜର ସେନାପତିଙ୍କର ଖୁବ୍ ପ୍ରଶଂସା କରିବା ସହିତ ତାଙ୍କର ଧନୁର୍ବିଦ୍ୟା ପାରଦର୍ଶିତା କଥା ବଖାଣି ବସିଲେ। ଯୋଦ୍ଧା ଜଣକ ରାଜାଙ୍କ କଥାରେ ସେନାପତିଙ୍କର ପାରଦର୍ଶିତା କଥା ଶୁଣି ତାହା ସତ କି ମିଛ ଦେଖିବାକୁ ଚାହିଁଲେ। ରାଜା ସେନାପତିଙ୍କର ଯଶ ଦେଖାଇବା ସକାଶେ ଖୁବ୍ ଦୂରତାରେ ଏକ ଲେମ୍ବୁ ଝୁଲାଇ ଦେଇ ତାକୁ ତୀର ଦ୍ୱାରା ଲକ୍ଷ୍ୟଭେଦ କରି ଛିନ୍ ଛତ୍ର କରିଦେବାକୁ କହିଲେ। ସେନାପତି ମଧ୍ୟ ପ୍ରସ୍ତୁତ ହୋଇଗଲେ ପରୀକ୍ଷା ଦେବାକୁ। ଦୂରରେ ଟଙ୍ଗା ଯାଇଥିବା ଲେମ୍ବୁଟି ଗୋଟିଏ କଳା ବିନ୍ଦୁ ଭଳି ଦେଖାଯାଉଥିଲା। ସେନାପତି ଖୁବ୍ ଆଣ୍ଟରେ ଧନୁ ଓ ତୀର ଧରି ଲକ୍ଷ୍ୟଭେଦ କରିବାକୁ ପ୍ରସ୍ତୁତ ହୋଇଗଲେ। ଠିକ୍ ଏହି ସମୟରେ ଅତିଥି ଯୋଦ୍ଧା ଜଣକ କହିଲେ, "ଟିକେ ରୁହନ୍ତୁ, ମୁଁ ଲେମ୍ବୁଟିକୁ ଟିକେ ହଲେଇ ଦିଏ।" ଯୋଦ୍ଧା ଜଣକ ଲେମ୍ବୁଟିକୁ ହଲାଇ ଦେବାରୁ ଲେମ୍ବୁଟି ପେଣ୍ଡୁଲମ୍ ଭଳି ଏପଟ ସେପଟ ହୋଇ ଝୁଲିବାକୁ ଲାଗିଲା। ସେନାପତି ଲକ୍ଷ୍ୟଭେଦ କରିବାକୁ ଚେଷ୍ଟା କଲେ, କିନ୍ତୁ ସମସ୍ତ ଚେଷ୍ଟା ସତ୍ତ୍ୱେ ବିଫଳ ହେଲେ। ଏଥର ରାଜା ଯୋଦ୍ଧାଙ୍କୁ ତାଙ୍କର ପରୀକ୍ଷା ନେବା ସକାଶେ ତାଙ୍କୁ ଅନୁରୋଧ କଲେ। ଯୋଦ୍ଧା ଜଣକ ବାମ ହାତରେ ଧନୁ ଓ ଡାହାଣ ହାତରେ ତୀର ଧରି ଲକ୍ଷ୍ୟ କରି ତୀର ପେଷିଦେଲେ, ଯାହାଦ୍ୱାରା ଲେମ୍ବୁଟି ଛିନ୍ଛତ୍ର ହୋଇ ଫାଟିଗଲା। ଯେଉଁ ରାଜା ନିଜ ସେନାପତିଙ୍କର ଗୁଣଗାନ କରୁଥିଲେ, ସେ ଏ ଘଟଣା ଦେଖି ହତଚକିତ ହୋଇଗଲେ। ରାଜା ଯୋଦ୍ଧାଙ୍କର କରାମତିରେ ସନ୍ତୁଷ୍ଟ ହୋଇ ପଚାରିଲେ, "ଆପଣ କେମିତି ଏହା ସମ୍ଭବ କଲେ?" ଯୋଦ୍ଧା କହିଲେ, "ଲେମ୍ବୁଟି ସିନା ହଲୁଥିଲା, ମାତ୍ର ମୋର ମନ ସ୍ଥିର ଥିଲା। କିନ୍ତୁ ଆପଣଙ୍କ ସେନାପତିଙ୍କର ମନ ତ ସ୍ଥିର ରହୁନାହିଁ। ସେ ଅସ୍ଥିର ଲେମ୍ବୁକୁ ଲକ୍ଷ୍ୟଭେଦ କରି ଥାନ୍ତେ କେମିତି?" ଏକାଗ୍ରତା ସବୁବେଳେ ସୁଫଳ ଆଣି ଦେଇଥାଏ। ରାଜା ଯୋଦ୍ଧାଙ୍କ ଆଗରେ ନତମସ୍ତକ ହେଲେ।